देखी पारे इंडिया माछ पड़ी देखी बाकी पूरा ओहो कौन ओहो भाई देखी पारे अब कौन ये बड़टा बड़ा पड़े ताको ध जाल सह ध ओ भाई देखी पारे कि माछ अबे पड़ी भाई हाँ पड़ी पड़ी बड़ बड़ माछ बड़ माछ देखी चकुली विथ चिकेन माड़ करिया तो हे गाइज वेलकम बैक टू न्यू ब्लॉग। तो आम आसिक पहुँच जाइए पुणी गोटे कैंपिंग लोकेशन रे आम लोकेशन रे पहुँचिकी बर्तमान आम प्रिपेरेसन स्टार्ट करूँ कहीं आउ कम थी कि सारिक आसला बेलू लेट हो गला कैंपिंग सेट करिया तारे जी जाल लगे आसवा कारण यहाँ हूँ से फिशिंग पॉइंट जो फिशिंग पॉइंट रे आम प्रबल माछ धरती तो एबे कौन करिया फास्ट कैंप साइट रेडी करदे तापर जीवा आमर माछ धरिया तो चलतु सी कैंप साइट रेडी कला भितर आम भी साथ मिसिक कैंप साइट रेडी करदे आउ काठ फाट खोजा पड़ोनी आम से शीत तो आस्ते आस्ते कमी कमी आसला शीत जेहेतु कमी कमी जाऊँगी आउ काठ भी ये सर्ट माने सेमती प्रचुर मात्रा मिलूनी काठ तो से हिसाब से आम गैस भी नहीं आसु तो चलतु एबे कैंप साइट सेट करिया आ जावा जाल पकेवा केमती कौन माछ पड़ुची तार अल्टरनेटिव रे भी आम किसी जुगाड़ कर किसी जिन आनचु से स्पेशल आइटमटा आपड़ वीडियो देखले जानी तो वीडियो संपूर्ण देखो। एबे गोटे कम करिया बर्तमान आमर जाल गुरा नहीं बसई देके आसवा तापर आमर रोषे आरंभ करिया तापर रोषे सरला भितर आमर जाल जाकि देखीदा केते कोन माछ पड़ी तो चलन जीवा तू गोटे जाल ध मु गोटे जाल धरुची जाल पकेया ए दुईटा जाल पकेवा चलन जीवा एबे माछ मार तले थने लागतो एटा सेटा जालटा देखि पारथुए कि साइज रो केरांडी एटा अछन तो आम ये सीधा देखिए कि धुआं बाहर सी आग को जीवा से हूँ आज शुण आज आम जाल आनीचे अरे हाथ धरी आनी आज आम जाल आनीचे जाल धरिया माछ तो ये देखी पारे ये देखी पारे केते माछ बड़ के खाली तो ना एक बड़ के ना धरी पारे धरा दबनी सी धरा दब ना चा ये सब तो गोटा रेंट धरी बड़टा पूरा बड़ केरांडी ये जगह फिंका जाल बढ़िया पड़े ना तो मुझे बड़टा धरबी ना
ରହିବ ରିଅ ରହିବ ନିହାତି ଇଏ ରହିବ। ନା ପାରିବୁ ନା ହେଇ ଦେଖ ହେଇଠି ହେଇଠି ଏଇଟା କୋଉ ମାଛ? ହୀରା ପଡ଼ିଥିଲା ଆର ଥରକ ଯେଉଁ ଜାଲ ପଡ଼ିଥିଲା ଏଇ ଦେଖ ଏଇ ବଲ୍ଲା ଯୋଉ ଏଇଟା ଗୋଟେ ଖାଲ ୟା ଭିତରେ ଦେଖ କେତେ ମାଛ ଏଇ ଦେଖ କେତେ ଏଇଟା ମାଛ। ଏଇଠି ଜାଲଟା ବସିବା ବୁଝିଲୁ ଏଇଠି ବସିବା। ଗୋଟେ କାମ କରିବା ସେ ପଥରରୁ ଏଇପଟକୁ ମଝିରେ ମାରିଦେବା ମଝିରେ ମଝିରେ ଜାଲଟା କିନ୍ତୁ ଭିତରେ ରହିବ ନା ପଥରଟା। ତଳକୁ ଯାଇବ ତ ଦେଖିପାରୁଥିବେ ସି କୋଣରୁ ପୁରା ଏମିତି ଜାଲଟା ପକେଇଦେଲୁ ଆମେ ଏପଟ ଯାଏଁ ଆଉ ଏଠି ବି ଦେଇଦେଲୁ କାରଣ ଏଇଟା ଯେହେତୁ ଖାଲ ଜାଗାଟା ଏଠି ମାଛ ପଡ଼ିବାର ସମ୍ଭାବନା ଅଧିକ ଅଛି। ଆଉ ମାଛ ବି ବଡ଼ ବଡ଼ ମାଛ ପ୍ରାୟ ଅଛନ୍ତି। ଏ ଦେଖ ମାଛ ପଇଲେଣି ଦେଖିଲେ ମାଛ ପଇଲେଣି ତ ଦେଖିପାରୁଥିବେ ମାଛ ପଡ଼ି ଯାଉଛନ୍ତି ତ ସମ୍ପୂର୍ଣ୍ଣ ପଡ଼ିଶାରୁ ଆମେ ଆଉ ଅଧଘଣ୍ଟେ ଏଠି ଅଲରେଡ଼ି ପଇଲେଣି ହିଇଠି ପଇଲେଣି ହେଇଟା ହଁ ହେଇ ସିଧା ତଳୁ। ହଉ ଠିକ୍ ଅଛି ଚାଲ ଯିବା। ଏବେ ତ ଗୋଟେ ଦୁଇଟା ପଡ଼ିଛନ୍ତି ସିଏ ପୁରା ସମ୍ପୂର୍ଣ୍ଣ ପଡ଼ିସାରନ୍ତୁ ଆମେ ଯିବା। କେତେ ପଡ଼ୁଛନ୍ତି ଆଉ ଆଜି କ'ଣ ତୋତେ ଲାଗୁଛି ମାଛ ପଡ଼ିବ? ମତେ ଯେ ଲାଗୁଛି ଯାହା ପିଲେ ବଡ଼ ମାଛ ପଡ଼ିବ କାହିଁକିନା ଗଲା ବେଳକୁ ଆମେ ଦେଖିଛେ ନା ଗୋଟେ ମାନେ ବଡ଼ ସେରେଣା ତ ମାନେ ଗୋଟେ ନା ଦୁଇଟା ବୁଲୁ ନଥିଲେ ଲାଗୁଛି କମ୍ସେ କମ୍ ଆଜି ଗୋଟେ ଦୁଇଟା ପଡ଼ିବାଟା ସାରା। କାରଣ ଆମେ ସେ ଯେଉଁ ଜାଗାରେ ବୁଲୁଥିଲେ ଆମେ ସେଇ ଜାଗାରେ ହିଁ ପକେଇଛେ ଜାଲ। ଗାତ ଯେଉଁ ହେଇଛି ଗାତ ହେଇଛି ବୋଲି ଜାଣୁ ଗାତଟା ଯେଉଁ ଅଛି ସେଇଠିକିନା ମାଛମାନେ ରହୁଛନ୍ତି କାରଣ ଯେଉଁ ବଡ଼ ମାଛ ଉପର ଆଡ଼ୁ ଯେଉଁ ଭାସି ଆସୁଛି ଯେଉଁ ଶିଉଳି ଫିଉଳି ଯାହା ହେଲା ମଇଳା ପତ୍ର ଯାହା ଭାସିକି ଆସିଲା ସବୁ ସେଇଠି ରହିଲା ତ ମାଛମାନଙ୍କର ଭୋଜନ ହେଲା ତ ସେଇ ଶିଉଳି ଫିଉଳି ସେମାନେ ଖାଆନ୍ତି ସିଏ ଭାସିକି ଯାଇକି ସେଠି ରହୁଛି। ଯେଉଁ ଆଉ ଗୋଟେ ନୂଆ ଆଇଟମ୍ କରିବା ଆଜି ସେଇଟା ତ ସିକ୍ରେଟ୍ ଏବେ ରିଭିଲ୍ କରିବା। ତ ଆଜିର ହେବ ଡିସ୍ରେ ହେଲା ମେନ୍ କୋର୍ସ ହେଲା ଆମର ଚିକେନ୍ କଷା ହେବ ତା ସାଥିରେ ହେବ ଚକୁଳି। ତ ଆମେ ଘରୁ ଆଣ ନେଇ ଆସିଛେ ସେଇ ଆଣରେ କେବଳ ଏଠି ଆମେ ଚକୁଳି ବନେଇଦେବା ଆଉ ଯାହା ଖାଲି ଟିକେ ଚିକେନ୍ଟା ଟାଇମ୍ ଲାଗିବ ତ ସେଥିପାଇଁ ଚିକେନ୍ଟା ଆମେ ଆଗ ରେଡ଼ି କରିଦେବା। ଆମେ ପିଆଜ କଟା ହେଉଛି ପିଆଜ କାଟି ସାରିଲା ପରେ ଡାଇରେକ୍ଟ ଆମେ ଚିକେନ୍ ଆରମ୍ଭ କରିବା। ତ ଫାଇନାଲି ଆମର ପିଆଜ କଟା ସରିଗଲା ଆଉ ଚିକେନ୍ ରୋଷେଇରେ ଆମ ସାଙ୍ଗ ତ ମାହିର ତ ତାକୁ ଡାକିବା ସିଏ ଆସିକି ଚିକେନ୍ଟା ରୋଷେଇ କରିବ ତ ଆମେ ଯିବା ଟିକେ ସୁଟ୍ କରିବା। ଆରେ ହେ
ଦିଆସିଲ ଆଣିନେ ଲଗେଇବା ନାଇଁ ମନେ ଅଛି ଦିଆସିଲ ଛାଡ଼ି ଦେଇକି ପଥର କହୁଛ ଆମର ଯେଉଁ ଇଏଟା ନାହିଁ ବୁଟେନ୍ ଗ୍ୟାସ୍ ହେଲା ବୁଟେନ୍ରେ ଟ୍ରାଏ କରିବା ପଥର ପଡ଼ିଛି ସେଇ ଗ୍ୟାସ୍ଟା ଲଗା ହଁ না হবনি এটা লগা ଖୋଲୁନ ଏଇଟା ଏଠି ବଡ଼ ଗ୍ୟାସ୍ ଏଠି ରଖ ନୂଆ ଟେକ୍ନିକ୍ ଆଉ ନୂଆ ଟେକ୍ନିକ୍ କୌଣସି ଯୁଗାଡ଼ ଏବେ ଆମେ ତେଲ ପକେଇଦେଲୁ ତେଲ ଜଷ୍ଟ ଗରମ ହେବା କ୍ଷଣି ଆମେ ଟିକେ ଜିରା ପକେଇଦେବା ଜିରା ଡବାଟା ଆମର କେଉଁଠି ରହିଲା ଗୋଟା ମସଲା ଅଛି ଗୋଟା ମସଲା ଅଛି ହଁ ଗୋଟା ମସଲା ପକେଇବା ଜିରା ଆଉ କ'ଣ ପକେଇବା ତୋ ପାଖରେ ନ ବସିଲେ ତୁ କିଛି କରିପାରିବୁନି ଆକ୍ଚୁଆଲି ମୁଁ ସିନା ରୋଷେଇଆ କିନ୍ତୁ ଯୋଗାଡ଼ ମୋ ପାଖରେ ନହେଲେ ମୁଁ ହଇରାଣ ହେଇଛି ହେଲେ ଶୀତ ଟିକେ ହାଲକା ହାଲକା ହେଉଛି ନିଆଁ ପାଖରେ ବସିବା ପାଇଁ ଚାଲିଛି ପ୍ରୟାସ ସବୁ ତ ପକେଇବାନି ଅଳ୍ପ ଟିକେ ଯାହା ଯାହା ଦରକାର ହେଉଛି ସେତିକି ପକା ଫୁଟିବନି କିଛି ତ କିଛି ଫୁଟିବନି ସେ ଜିନିଷ ହିଁ କିଛି ନାହିଁ ଏବେ ଆମର ପିଆଜ ପଡ଼ିବ ପିଆଜଟା ଶହେ ଅଣଚାଳିଶ ଯିବୁ ନା ତେଣୁ ପିଆଜ ହେଇଗଲାଣି ଏବେ ଆମେ ଅଦା ରସୁଣ ପେଷ୍ଟ ପକେଇଦେବା
ଦେଖିପାରୁଥିବେ ଆମର ବର୍ତ୍ତମାନ ମସଲା ରେଡ଼ି ହେଇଗଲା। ଏଥିରେ ଆମେ ଚିକେନ୍ ପକାଇବା ଆଉ ମସଲା ଟିକେ କଷିବା। ଲାଗିଛି ନାଇଁ ଯେତେବେଳେ ଜାଲ ପକେଇକି ଆଇଲେ ଉଦା ହେଇଗଲେ ନା ଶୀତ ଲାଗିଲା। ମାଛ ପଡ଼ିବେନି ତ ଖୁସିଗଲା। ଦେଖିପାରୁଥିବେ ଆମର ଏବେ ଚିକେନ୍ ହେଇଗଲା। ତ ଚିକେନ୍ଟାକୁ ଆମେ ସେଇ ଟେଣ୍ଟ ଭିତରେ ରଖିଦେଇକି ଯିବା। ଆଉ ଯିବା ମାଛ ଗୁଡ଼ା କ'ଣ ପଡ଼ିଛନ୍ତି କେତେ ବାଟ ଅଛନ୍ତି। ତାପରେ ନେଇକି ଆସିଲା ପରେ ଆମେ ଏଠି ମାଛ ଯଦି ପଡ଼ିଥିବେ ବଡ଼ ମାଛ କିଛି ତାକୁ ଫ୍ରାଏ କରିବା। ଏଇଟା କ'ଣ? ଓହୋ ଭାଇ ଦେଖିପାରୁଥିବେ ଏଇଟା କ'ଣ ଇଏଟା ବଡ଼ଟା ବଡ଼ଟା ପଳେଇବ ତାକୁ ଧ ଜାଲ ସହ ଧ ଟର୍ଚ୍ଚଟା ଧ ଲାଇଟ୍ଟା ଧ ଜାଲ ସହିତ ଧ ତାକୁ। ପଛପଟା ଭିଡ଼ି ଦେ ତା ନାଞ୍ଜ କୁଆଡ଼େ ଅଛି ଦେଖେ। ବାଳ ମୁଁ ବାହାର କରିପାରୁନି। ହେ ମୁଣ୍ଡଟା ଧରିକି ଭିଡ଼ୁନୁ। ମୁଣ୍ଡ ଧ ମୁଣ୍ଡଟା ହଁ ଯେଉଁଠି ଥାଉ ଏପଟେ ପଛପଟ ମୁଣ୍ଡଟା ଧ। ମୁଣ୍ଡଟା ଖାଲି ଗଳା ହଁ ମୁଣ୍ଡଟା ଗଳେଇକି ମୁଣ୍ଡଟା ଧରିକି ଜାଲଟା ଭିଡ଼ି ହାଡ଼େ ଧ ଇଏଟା ଧ ଟର୍ଚ୍ଚ ଧ ଇଏ ଧ। ମୁଁ କାଢ଼ିପାରୁନି। ଧ ଟର୍ଚ୍ଚଟା ଧ। ତୁ ମୋତେ ଏଇ ଲାଇଟ୍ଟା ଦେ। ଦେଖ କ'ଣ ସେରେଣା ଏଇ ତ ଏବେ କୁଆଡ଼େ ପଶିଛି ଏଇଟା। ଓ ଭାଇ ଦେଖିପାରୁଛୁ କିନା ମାଛ ଧ ମୁଁ ଆଉ ଦେଖେ ଆଉ କ'ଣ ମାଛ ପଡ଼ିଛି। ଖାଲି ଟେକିବୁ ଟେକ୍ ଖାଲି ଦେ ମୋତେ ଟର୍ଚ୍ଚଟା ଦେ ଆଗ ଦେଖିଦେବା। ଏଇ ଟର୍ଚ୍ଚଟା ଛାଡ଼େ ଏବେ ଛାଡ଼େ। ତ ଦେଖିପାରୁଥିବେ ଏଠି ଗୋଟେ ପଡ଼ିଛି ଏଠି ଗୋଟେ ପଡ଼ିଛି। ଏଇଟା କଣ୍ଟିଆ କିରେ ଦେଖିଆ ଏଇଟା କ'ଣ? କଣ୍ଟିଆ ନାହିଁ ଏଇଟା କଣ୍ଟିଆ ନୁହଁ ଏଇଟା କେରାଣ୍ଡି ବି ନୁହଁ ଏଇଟା। ଏବେ ଏଇଠି ଦେଖେ ଏଇଟା କେଉଁ ମାଛ ଏଇଟା କ'ଣ? ଏଇଟା କଉ ବି କଉ ଟାଇପ୍ର ଟେକିଲୁ ଟିକେ। ଏବେ ପଡ଼ିଯିବେ। ହଁ ପଡ଼ିଛି ବଡ଼ ବଡ଼ ମାଛ ଗୁଡ଼ା ବଡ଼ ମାଛ ଦେଖି ବଡ଼ ମାଛ ଏଇଟା ମଝିରେ ଦେଖି ଗୋଟେ ବଡ଼ ମାଛଟେ ପଡ଼ିଛି ଦେଖିଲନି। ଆଠି ଟେକିଲୁ ଏବେ ତଳେ ସେରେଣା ପଡ଼ିଛି ସେରେଣାଟା ଏଇଠି। କ'ଣ ମାଛ ଗୋଟେ କାମ କରିବା ମୁଁ ଏଇ ମାଛ ଥୋଇ ଦେଇକି ଯାଉଛି ହେଲା। ଥୋଇ ଦେଇକି ଗୋଟେ ଜାଗାଟା ନେଇଆସ। ତ ବର୍ତ୍ତମାନ ଆମେ ଗୋଟେ କାମ କରିବୁ ଜାଲଟା ଖୋଲି ଦେଇକି ପାଣିରେ ତ ତୋଳି ହେବନି ସବୁ ମାଛ ଗୁଡ଼ାଙ୍କୁ ଜାଲ ଖୋଲି ଦେଇକି ଆମେ ଶୁଖିଲାରେ ମାଛଟାକୁ ତ ଦେଖିପାରୁଥିବେ ବର୍ତ୍ତମାନ କେତେ ମାଛ ଏଇଠି ଅଛି। ମାଛଟାକୁ କାଢ଼ିକି ନେବା। ଆଉ ଯଦିକା ବଡ଼ ତ ଜଣା ପଡ଼ିଛି ବଡ଼ଟା ଆମେ ଫାଷ୍ଟ କାଢ଼ିଲୁ ସେ ବଡ଼ଟାକୁ ଭାଜିବା ବାକି ତକ ସବୁ ଗୋଟେଇକି ରଖିଦେବା। ଦେଖିପାରୁଥିବେ କେମିତିଆ ମାଛ ପଡ଼ିଛି ଦେଖିବା କି ପୁରା ଚିକେନ୍ କରୁଛି ଟୋଟାଲି ମାଛ ଭାତ କରିବ ଲେଟ୍ ହେଲାଣି।
ଚକୁଳି କି ଚିକେନ୍ ଘରେ ଖାଇ ଦେଇଯିବା ମାଛର କାଲି ଘରକୁ ନେଇଯିବା। ତ ଯେହେତୁ ଆମେ ଚିକେନ୍ ଅଲରେଡ଼ି କରିଦେଇଛୁ ଆଉ ଚକୁଳି ବି ବନେଇବାର ଅଛି, ତାପରେ ମାଛ ବନେଇଲେ ଆହୁରି ଲେଟ୍ ହେଇଯିବ। ତ ଠିକ୍ ମାଛଟା ନେଇଯିବା ଘରକୁ। ଆଉ ଦେଖିଲେ ତ କେତେ ମାଛ ପଡ଼ିଲା, ଯଦିକି ଆମେ ମାଛଟା ବି ଡିସ୍ କରିଥାନ୍ତେ ତ ହେଇପାରିଥାନ୍ତା। ତ ଚାଲନ୍ତୁ ଏବେ ଚକୁଳିଟା ବନେଇଦେବା ଏବଂ ଖାଇଦେବା। तो बर्तमान आम चिकेन नहीं आसे आउ चकुली भी आम पाखे अच्छी बस चकुली विथ चिकेन माड़ करिया। तो देखिपे बर्तमान आम आसीगला चकुली चिकेन। चलो टेस्ट करवा टिके नवा चकुली चकुली टे मोटा होगा ना बड़ा चकुला पूरा टेस्टी चंगा बुबू बढ़िया था। वीडियो आम बुबू को मिस कर कहीं टाइम अभाव हो पारानी ग्रुप कैंपिंग टा। तो देखिए नेक्स्ट टाइम पुणी चलते ए खाଇବା छाड़दे टेंटा साइज करदे शोवा आम शोवा ना पुणी से अनुसार साइज करदे खाई सारा पर देखा। तो बर्तमान आम खाया पीवा सरीगला। तो चलतु एबे रेस्ट करिया आउ देखा नुआ एक वीडियो रे। से पर्यंत आम वीडियो जदि भल लगु थाए चैनल टाको टिके सब्सक्राइब करदे, जो भी वीडियो देखुं टिके लाइक करदे, जहाँद्वारा कि आमको टिके मोटिवेशन मिल पारे आम नुआ नुआ वीडियो करने ट्राए चेष्टा करूँ। तो आपन को खुशी करने भी चेष्टा करूँ। तो रोचु जय जगन्नाथ।